ରାଇସ୍ ମିଲ୍ସଙ୍କ ଆନ୍ଦୋଳନ ମଣ୍ଡିରେ ଅଚଳ ଅବସ୍ଥା ଜାରି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପୁଣି ପ୍ରଭାବିତ ହୋଇଛି ଧାନ କିଣା। ବକେୟା ପ୍ରାପ୍ୟ ପ୍ରଦାନ, ମିଲ୍ସ ପ୍ରାପ୍ୟ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ରଖିବ ମିଲ୍ସ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ଡାକରା ଦିଆଯାଇଛି। ଦାବି ନ ମାନିଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମଣ୍ଡି ଧାନ ଉଠାଇବେ ନାହିଁ ବୋଲି ମିଲ୍ସ ଚେତାବନୀ ଦେଇଛନ୍ତି। କୋକସରା ବ୍ଲକର ସମସ୍ତ ମଣ୍ଡିରେ ସୋମବାର ରାଇସ୍ ମିଲ୍ସଙ୍କ ଆନ୍ଦୋଳନ କାରଣରୁ ଅଚଳ ଅବସ୍ଥା ଦେଖାଦେଇଛି। ଚଳିତ ବର୍ଷ କୋକସରା ବ୍ଲକର ଆମ୍ପାଣି, ମେଟାରା, ଟେମରା, ହଡଙ୍ଗା, ଲଡୁଙ୍ଗା, କୋକସରା, କାଶିବାହାଲ ଭଳି 6ଟି ପେସ୍କର 28ଟି ମଣ୍ଡି ଓ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣା ଆରମ୍ଭ କରାଯାଇଥିବା ବେଳେ ଜାନୁଆରୀ 4 ତାରିଖ ସୁଦ୍ଧା 6,669 ଜଣ ଚାଷୀଙ୍କ ଠାରୁ 3,0495.72 କେଜି ଧାନ ଉଠାଣ ହୋଇଛି। ବର୍ତ୍ତମାନ ମଧ୍ୟ 21ଟି ମଣ୍ଡିରେ ପ୍ରାୟ 50,000 କ୍ୱିଣ୍ଟାଲ ଧାନ ପଡ଼ି ରହିଛି। ଅନ୍ୟପକ୍ଷରେ କୋକସରା ପେସ୍କର କୋକସରା ମଣ୍ଡିରେ ଧାନ ଉଠାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ପେସ୍ କର୍ମଚାରୀ ଓ ଆର୍ଏମ୍ସି କର୍ମଚାରୀଙ୍କ ମିଲ୍ସଙ୍କ ନିୟୋଜିତ ଏଜେଣ୍ଟଙ୍କ ସହ ଭିତରି ବୁଝାମଣା କାରଣରୁ ଅନ୍ୟ ମଣ୍ଡିକୁ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହେଉଛି। ରାଇସ୍ ମିଲ୍ସ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରି ଶୀଘ୍ର ଧାନ କ୍ରୟରେ ଅଚଳ ଅବସ୍ଥାକୁ ଦୂର କରିବା ପାଇଁ ଦାବି କରିଛନ୍ତି। କଳାହାଣ୍ଡି କୋକସରାରୁ ରିତେଶ କୁମାର ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।